ରାସ୍ତାରେ କାଦୁଅ ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସିପାରିଲା ନାହିଁ। ଫଳରେ ଅଧା ରାସ୍ତାରେ ଅଟକିଲା, ଯାହାଫଳରେ ଗାଁରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ 2 କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ। ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ହୀନସ୍ତା ହୋଇଛନ୍ତି ରୋଗୀ ଏବଂ ସମ୍ପର୍କୀୟ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡ଼ା ଗ୍ରାମ ପଞ୍ଚାୟତ କାଙ୍ଗମାଝିଗୁଡ଼ା ଅନ୍ତର୍ଗତ ଶିରାଗୁଡ଼ା ଗ୍ରାମରେ ରବିବାର ସନ୍ଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଘାଟଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କାଙ୍ଗମାଝିଗୁଡ଼ା ଶିରାଗୁଡ଼ା ଗ୍ରାମର ଶ୍ରୀଦେବୀ ଗୌଡ଼ 9 ମାସର ଗର୍ଭବତୀ। ରବିବାର ସନ୍ଧ୍ୟା 6ଟା ସମୟରେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ଗ୍ରାମର ଆଶା ଦିଦିଙ୍କୁ ଯୋଗାଯୋଗ କରିଥିଲେ। ଆଶା ଦିଦି ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇ ମେଡିକାଲରୁ ଆମ୍ବୁଲାନ୍ସ ବି ବାହାରିଥିଲା, କିନ୍ତୁ କାଙ୍ଗମାଝିଗୁଡ଼ା ଗାଁ ନିକଟରେ ଅଟକିବାକୁ ପଡ଼ିଥିଲା। ଏଠାରୁ ଆଉ ଆଗକୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇନଥିଲା, କାରଣ ଶିରାଗୁଡ଼ା ଠାରୁ କାଙ୍ଗମାଝିଗୁଡ଼ା ମଧ୍ୟରେ ବ୍ୟବଧାନ ମାତ୍ର 2 କିଲୋମିଟର। ତେବେ ଏ ପର୍ଯ୍ୟନ୍ତ ଏହି 2 କିଲୋମିଟର ରାସ୍ତା ନିର୍ମାଣ ହୋଇପାରିଲା ନାହିଁ, ଯାହାଦ୍ୱାରା ଗାଡ଼ି ଯିବା ଏହି ରାସ୍ତାରେ ମୁସ୍କିଲ ହୋଇପଡ଼ିଛି। ଏନେଇ ଆମ୍ବୁଲାନ୍ସ ଚାଳକ ସମ୍ପର୍କୀୟଙ୍କୁ ଅବଗତ କରାଇଲେ। ଅନ୍ୟପଟେ ଗର୍ଭବତୀ ଶ୍ରୀଦେବୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିବାରୁ ପରିବାର ଲୋକ ଗୋଟାଏ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ତାଙ୍କୁ ନେବାକୁ ବାଧ୍ୟ ହୋଇଥିଲେ। ବହୁ କଷ୍ଟରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ସେଠାରୁ ପୁଣି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିଲା। ନବରଙ୍ଗପୁରରୁ କରେଶ ଉପାସୀଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।